ଏହି ଭିଡ଼ିଓଟି କେବଳ ଆଉ କେବଳ ମନୋରଞ୍ଜନ ପାଇଁ। ଦୟାକରି କେହି ୟାକୁ ଆଗକୁ ପଛକୁ ତଳକୁ ଉପରକୁ କି ଦେହକୁ ନେବେ। ଆଉ ଯଦି ନବ ତମ ଦେହ ଖରାପ ଆଉ କାହାର କ'ଣ ହବ କି? କଥା କ'ଣ କି, ଆଗକୁ ଗଣେଶ ପୂଜା ଅଛି ଆଉ ପ୍ରତି ଗାଁରେ ଛକରେ ଗଣେଶ ପୂଜା ହୁଏ। ଆଉ ଏଇ ଗଣେଶ ପୂଜାରେ ବେଲୁନ ଫୁଙ୍କାଠୁ ଆରମ୍ଭ କରି ବୋତଲ ଖୋଲା ପର୍ଯ୍ୟନ୍ତ ପଇସା ଦରକାର। ଆଉ ଏ ପଇସାଟା ଆସିବ କୋଉଠୁ? ଲୋକଙ୍କ ପାଖରୁ ଚାନ୍ଦା ଆଦାୟ କରି। ପ୍ରତିବର୍ଷ ପରି ଏ ବର୍ଷ ବି ଆମ ଗାଁରେ ବି ଗଣେଶ ପୂଜା ହବ। ଆଉ ଏ ପୂଜା ଦାୟିତ୍ୱକୁ ଟେକିକି ଧରିଛନ୍ତି ଆମ ଗାଁର କିଛି ଝାଟିଆ ଦଳ। ତ ଚାଲନ୍ତୁ ଦେଖିବା ସେ ପୂଜା କେମିତି କରୁଛନ୍ତି। ଆଜି କଣ ଖାଇଥିଲି? ଆଜି ମଟନ ଖାଇଥିଲି। କାଇଁ ତମର ହେଇନଥିଲା କି? ତମାନଙ୍କର ଭଲ ତ ଆଉ ଘରେ ଚିକେନ ଭାତ ଉଠୁଛି, ମଟନ ଭାତ। ଆମମାନଙ୍କୁ ଆଉ ଡାକିବାର ନାହିଁ। ଦେଖୁଛ ପୁରା ଡାକିବେ ତମେ ପୁଣି ମଟନ ଯେ ହଁ ଏବେ ମେନ୍ ମୁଦ୍ଦା ଉପରକୁ ଆସିବା। ଆରେ କୋଉଠି ନାହିଁ କୋଉଥିପାଇଁ କଣ ଜାଣିନ? ଆରେ ଗଣେଶ ପୂଜା ଆଗକୁ ଆସୁଛି। ଆରେ ହଁ ଅସର ଭାଇ ନଗଲା ଆମର ମନେ ନାହିଁ ଆଉ ଡିସ୍କସନ ଚାଲିବ ଯେ ଆରେ ସାଙ୍ଗ ପୂଜାଟା କେତେ ତାରିଖରେ ଅଛି? ଆର ମାସ 7 ତାରିଖରେ। ଆର ମାସ 7 ତାରିଖରେ ଅଛି। ହଉ ହଉ କାହିଁ ତମେ ଜାଣିନଥିଲ? ଆମର ଏଥର ପୁରା 40-50 ଫୁଟର ମୂର୍ତ୍ତି ଆସିବା ଦରକାର। 40-50 ଫୁଟ ହେଇଯିବ, କିଛି ଅସୁବିଧା ନାହିଁ। ହେଇଯିବ। ଆମର କଣ କଣ ହବ? ତାପରେ ଆମର ସେଲିବ୍ରିଟି କିଛି ଡାକିବା। ଆମର ସାଙ୍ଗ କାହାକୁ ଡାକିବୁ କି? ଡାକିବା ବା ପଶ୍ଚିମା ପଣ୍ଡା, ଆନି ପଣ୍ଡା, ଦୁର୍ଦୀପ ପଟ୍ଟନାୟକ, ଅମିତା ଅଗ୍ରୱାଲ। ତାକୁ ଭକ୍ତର ତ ଦେଲା ବହୁତ ଭଲ ଲାଗିବ। ଅମିତା ଅଗ୍ରୱାଲ ସିଏ ଆସିବେ, ଯାହା ଯୋଉ ନିଶ୍ଚିତ ଭାବରେ ସେ ଆସିବେ। ସେତିକି ତ ଆଉ କାହାକୁ ଡାକିବା? ଗାଁରେ କଣ ମାରିଯିବା ଆମର ଏମିତି ଭୋଗ କରିବା ଗାଁରେ ଯଦି ଜାଳିବାର ହିଁ ନାହିଁ। ଆଉ ତାପରେ ପ୍ରତି ଘର ପିଛା କେତେ ପକେଇବା ଭାବିଛ? 500 ଲେଖା ପକେଇବା। अरे हे 500 कौन देवे हम गाँव लोग जान ଆମ ଆଗରେ ଆସିକି ନେଇଯିବ। ଆରେ ବୋତଲ ଆମେ ନଷ୍ଟ ଭାଇ ଆଜି ଚନ୍ଦା ମଗାଟା ଏଇଠୁ ଷ୍ଟାର୍ଟ କରିଦବା। अरे गोल डाकी ଘରେ କିଏ ଅଛନ୍ତି କି? ଘରେ କିଏ ଅଛନ୍ତି କି? ଆଗକୁ ଗଣେଶ ପୂଜାଟା ଆସୁଛି, ଚାନ୍ଦା ନାହିଁ। କେତେ? ଆଜ୍ଞା 500 ଟଙ୍କା। ବାଜିବ। ଆଉ ଠିକ ଅଛି ଦିଆବ। ଆଉ ତମ ଦିଦି ବାଜିବନି? ଏ ଖନାର କଥା ସବୁ ଡବଲ ମିନିଂ ଲାଗୁଛି। ଚାଲ ରେଟ ପଳେଇବା। ଘରେ କିଏ ଅଛନ୍ତି କି? ଆମେ କଣ ଖରାବେଳେ
ଗଣେଶ ପୂଜା କାମଧନ୍ଦା ତମର କିଛି ନାହିଁ? କଣ କରୁଛ? ପଇସା ପତ୍ର ନାହିଁ, ଖରାବେଳେ ଗୋଟେ ଶୁଆଇ ଦଉନ ଏକାରିଆ ପିଲା ପୁରା। କଣ କରିବା, ପଇସା ପତ୍ର ନାହିଁ, ଦରମା ମିଳୁନି, ଆଉ ରଖିଥା ଏତିକି ଯାଅ। ଆଉ କଣ ତମକୁ କେତେ ଦିଆ ହବ? କଣ କରୁଛ ତମେ? ଏତେ ପଇସା କରୁଛ, 50 ଟଙ୍କା କଣ କାଢିଲ? ଗୋଟେ ନିଅ, ଯାଅ। ଗଲ ତମେ ଯାଅ, ଟିକେ ଶାନ୍ତିରେ ଶୋଇବାକୁ ଦିଅ। ହାତ ଦେଲେ ଚଳିବ। ଚାଲ। ଘରେ କିଏ ଅଛ କି? ଏତେ ଜୋରେ କଣ କବାଟଟା ବାଡଉଛ? ଭାଙ୍ଗିଦବ ନା କଣ? ଆଗକୁ ଗଣେଶ ପୂଜା ଅଛି ତ, ମୁଁ ସେଠୁ କଣ କରିବି? ସେଠୁ ତମେ କଣ କରିବ? ଯାଇକି ଚାନ୍ଦାଟା ନେଇକି ଆସୁନ। ହଉ ଟିକେ ରୁହ ମୁଁ ନେଇକି ଆସୁଛି। ହଉ ନିଅ ତମ ଚାନ୍ଦା। କଣ 10 ଟଙ୍କା ଦେଲେ? ଭାଇ ଯାଉନ 500 ଟଙ୍କା ଆଣିବ। ପଇସା କଣ ଗଛରେ ପଡୁଛି? ସେଠିକି ଯଦି ନେବା କଥା ନିଅ, ନହେଲେ ପଳାଅ। ହଉ ସାଙ୍ଗ ଛାଡେ, ଯେତିକି ପଇସା ହେଲା ଚାଲ। ଆଉ ଗାଁ ଅଛି, କେତେ ପଇସା ମିଳିବ ଚାଲ। ହଉ ସାଙ୍ଗ ଚାଲ ଯିବା ହାରି, ପଇସା ବି ମିଳିବନି। ଆରେ ସୋଲାଇ ରହିବ। ହଁ କଣ କହୁଛୁ? ରହିଥା ମୁଁ ଗୋଟେ କଥା ଥିଲା। ଆରେ ସୋଲାଇ, ତମକୁ ଗୋଟେ କଥା କହିବି, ତମକୁ ଖରାପ ଭାବିବନି? ହଁ କହ। ହଁ ତମେ ଶିବୁନ ହଟି ଚାଲ, ତମକୁ କହିବି, ତମେ ଆସ ଶିବୁନ ହଟିକି ଆସ। ଶିବୁନ ଘରେ କଣ ଛେନା ଛିଣ୍ଡି ଚାଲ କଣ ଅଛି ଖାଇବା ଟିକେ। ଆରେ ଭାଇ ଯାହା କହ ପଛେ, ତ ପ୍ଲାନ୍ ଟା ପୁରା ମସ୍ତ ହେଲା। ସିଏ ତାଙ୍କର ପୂଜା କରନ୍ତୁ ନ କରନ୍ତୁ, ସେ ତାଙ୍କ ନାମ ନିଅ, ଆମେ ଆମର ତୁ ଯାଇକି ଉଡେଇ ଦେଲେ ଗଲା ଆଉ। ହଁ ଯେ ଏତେ ଭାଷଣ ଦେଇନ ଷ୍ଟାର୍ଟ। ହଉ ଚାଲ। ଭାଇ ସେ ସିକ୍ରେଟ କଥାଟା ତମ ମାମୁଁ ଠିକ କର। ଆରେ ଆରେ ତମ ମାନେ ମଦ ପୂଜା ମୁଁ ଟିକେ ଡାକିଲନି, ତମେ କେମିତିଆ ସାଙ୍ଗ ଯେ? ତମମାନଙ୍କୁ ଦରକାର ଅଛି ଯଦି ଆସୁନ ଦେ ବାଳରେ ଏବେ ଅସନା କରିଦେଇଛି। ମାରିଦବା, ଆମର କଣ ଯାଉଛି? ସାଙ୍ଗ ମତେ ଟିକେ ନିଶାଟା ଚଢେନି। ଏ ମଟର ଏତେ ଭଲ ଲାଗୁଛି ସାଙ୍ଗ, ଏ ମଟରଟା ଏତେ ଭଲ ଲାଗୁଛି। ସାଙ୍ଗ ଏଟା କୋଉ ବ୍ରାଣ୍ଡ? ବହୁତ ଦାମିକିଆ ବ୍ରାଣ୍ଡ ସାଙ୍ଗ। ଏଇଟା ତ ବହୁତ ଦାମିକିଆ ବ୍ରାଣ୍ଡ। ତମମାନେ ପଇସା କୋଉଠୁ ଆଇଲ ଏତେ ଦାମିକିଆ ବ୍ରାଣ୍ଡ ପାଇଁ? ଆରେ ସାଙ୍ଗ କହିବି, ତୁ ଖରାପ ଭାବିବୁନି ତ? କହ। ଆମେ ଯୋଉ ଯାଇନଥିଲୁ ଗଣେଶ ପୂଜା ଚାନ୍ଦା ମାଗିବାକୁ, ସେଇ ପଇସାରୁ ମାରିକି ନେଇ ଆସିଛୁ। ଆରେ ଅଶୋକ ଭାଇର ମୋର ଟିକେ ଇଚ୍ଛା ହେଲା ମାରିବାକୁ। ସେଇଥିରୁ ଯଦି ମାରିକି ଆଣିଥିଲେ ଆମକୁ ବି ଡାକି ଦେଇଥାନ୍ତେ, ଆମେ ବି ମାରିଥାନ୍ତୁ। ଆମେ 2 ଜଣ ଥିଲୁ, ତମେ କେହି ନଥିଲ ପୂଜା ଘରେ। ଆମେ ପଇସା ନେଇକି ଆଣିକି ମାରିଦେଇଛୁ। ମୁଁ ବେଶୀ ନାହିଁ, 4-5 ଧକ ମାରିଦେଇ। ତମେ ମାନେ ତ ଏବେ ଆଉଛ। ହଉ ଆଉ ଯେବେ ମାରିବୁ ଆମକୁ ବି ଡାକି ଦବୁ। ହଉ ଡାକିଦେବା। ଶୋଇଲା ଦେ ଟିକେ। सो गया ये जहां, सो गया आसमां, सो गया। सो हे गाइस, जदि आपको ये वीडियो टिके भी भल लगी ताले वीडियो को लाइक करो, सब्सक्राइब करो और अन्य लोक मानू शेयर करो। और जदि ये वीडियो पार्ट 2 आपको दरकार ताले कमेंट रे पार्ट 2 बोली लिखो, आमे शीघ्र पार्ट 2 करी आपको दे दऊ।